ଗୋଟେ କଥା ଜାଣିଛନ୍ତି, ଆଜିକାଲି ଅଫିସରେ ବସର ଗାଳି ଶୁଣିକି ଚୁପ୍ ହେଇକି କାମ କରୁଥିବା ପିଲାଟା ନା ଦିନ ଥିଲା ବହୁତ ବିନ୍ଦାସ ଥିଲା। ସାଇକେଲ ଖଣ୍ଡେ ଧରିକି ସାରା ଦୁନିଆକୁ ଏମିତି ଦୌଡୁଥିଲା ସତରେ ଯେମିତି ଦୁନିଆଟା ତାର ନା ସାଇକେଲ ଚକାରେ ମାପି ହେଇଯାଉଥିଲା। ଖୁସି ତାର କେବେ ବି ସରେନି। ପୁଣ୍ୟ ପର୍ବ ଆସିଲେ ସତରେ ଯେମିତି ସବୁ ହୃଦୟରେ ସେ ବସି ଯାଉଥିଲା। କିନ୍ତୁ ଆଜି ସେ ପିଲାଟା ଅଫିସର ଗୋଟେ ଡେସ୍କରେ ଫାଇଲ ଭିତରେ ସକାଳୁ ସଞ୍ଜ ଯାଏ ବସିକି ତା ଦିନ ସରିଯାଉଛି। ଆଉ ସେ ଯୋଉ ପିଲାଟା ବଡ ସହରକୁ ଆସିଛି ନା ସ୍ୱପ୍ନଟା ଦେଖିକି ଯେ କେବେ ନା କେବେ ତା ସ୍ୱପ୍ନ ପୂରଣ ହବ, ବହୁତ ଥର ଭାଙ୍ଗିଛି। ବହୁତ ଥର ତା ହୃଦୟ କଷ୍ଟରେ ଭରି ହେଇଯାଇଛି। କେବେ କେବେ ତାର ସ୍ୱପ୍ନ ବାସ୍ତବତା ଭିତରେ ସେ ସ୍ୱପ୍ନକୁ ବାଛିକି ବହୁତ ଥର ଆଖିର ଲୁହକୁ ନା ଛାତିରେ ଚାପିକି ପୁଣି ଥରେ ଅଫିସକୁ ଯାଇଛି। ରାତିରେ ଉପାସ କେବେ କେବେ ସେ ଶୋଇଛି। ଯୋଉ ପିଲା ଭଲ ମନ୍ଦ ଖାଇବାକୁ ବି ପସନ୍ଦ କରୁନଥିଲା, ସେଇ ପିଲା ଆଜିକାଲି ବାସି ଜିନିଷ ବି ଫ୍ରିଜରେ ରଖିକି ତା ପରଦିନ ଗରମ କରିକି ଖାଉଛି। କେବଳ ଆଶା ଅଛି ଏତିକି, ତା ସ୍ୱପ୍ନ କେବେ ସତ ହବ। ମାନେ ସଣ୍ଡେ ଛୁଟି ବ୍ୟତୀତ ସେ କେବେ ଆଉ କୋଉ ଦିନ ହସିବା ପାଇଁ ଟାଇମ ବି ପାଏନି। ସତରେ ଆଜିକାଲି ସମାଜରେ ନା ଗୋଟେ ନାରୀ ନୁହେଁ, ପୁରୁଷ ବି ତାର କର୍ତ୍ତବ୍ୟ ବୋଝରେ ଅଫିସ ଆଗରେ ବନ୍ଧା ପଡିଯାଇଛି। କେବଳ ପାର୍ଥକ୍ୟ ଏତିକି, ତା ବେକରେ ଶିଙ୍କୁଳି ବଦଳରେ ସେ ଆଇ କାର୍ଡଟା ପଡିଛି। ଆଉ ମାସକାର ସାଲାରୀ ତା ଆଗରେ ନା ଫିଙ୍ଗା ହେଇଯାଉଛି, ଯୋଉଥିରେ କଷ୍ଟ ସିନା ତାକୁ ମିଳୁଛି କିନ୍ତୁ ସେ କାହାକୁ କିଛି କହିପାରୁନି। ସତରେ ଆଜିକାଲି ନା ମଣିଷ ବି ନିଜ କର୍ତ୍ତବ୍ୟରେ ବନ୍ଧା ହେଇଯାଇଛି। ରାଧେ ରାଧେ।